हाय फ्रेंड, जय जगन्नाथ। नमस्ते। केमिति अछंती समस्ते? ମୁଁ ନିଶ୍ଚିତ ଭାବରେ ଭଲରେ ଅଛି। ଯେହେତୁ ଟିକେ ଥଣ୍ଡା ପଡ଼ିଯାଇଛି, ତେଣୁକରି ଥଣ୍ଡା ହେଇଯାଇଛି ଯେହେତୁ ଟିକେ ପାଟି ଗଣ ଗଣ ଶୁଭୁଛି। ଆଶା କରେ ଆପଣମାନେ ଭଲରେ ଥିବେ। ମୁଁ ବର୍ତ୍ତମାନ ଆସି ପହଞ୍ଚି ଯାଇଛି ଆମ ପୋଖରୀ ପାଖରେ, ଯୋଉଠି ଆମେ ଭେନାମୀ ଚିଙ୍ଗୁଡ଼ି ଚାଷ କରିଥାଉ। ବର୍ତ୍ତମାନ ସେଠି ଆସି ପହଞ୍ଚି ଯାଇଛି। ଦେଖିବା ଆଜି ସବୁ କଣ ସବୁ କାମ ଚାଲିଛି ଏବଂ ତା ସହିତ ବର୍ତ୍ତମାନ ଜାଳ ଛଡ଼ା ହବା ପୂର୍ବରୁ ବର୍ତ୍ତମାନ ପ୍ରିପାରେସନ୍ ସବୁ ଚାଲିଛି। ଆଉ 2-3 ଦିନ ଭିତରେ ହିଁ ଜାଳ ପଳେଇ ଆସିବ। ଦେଖିବା କଣ ସବୁ ଆଜି କାମ ଚାଲିଛି। ନିଶ୍ଚିତ ଭାବରେ ଆମ ଭିଡ଼ିଓଟି ଶେଷ ଯାଏଁ ଦେଖିବା ପାଇଁ ଚେଷ୍ଟା କରିବେ ଏବଂ ଖାସ୍ କରି ସବସ୍କ୍ରାଇବର କରିବେ ଏବଂ ଲାଇକ୍ କରିବେ ଏବଂ କମେଣ୍ଟ ମଧ୍ୟ କରିବେ। କେମିତି ଲାଗୁଛି ଭିଡ଼ିଓଟି କମେଣ୍ଟ କରିବେ ଏବଂ ତା ସହିତ ଆପଣମାନେ ଶେଷ ଯାଏଁ ଦେଖିବା ପାଇଁ ଚେଷ୍ଟା କରିବେ। ଦେଖନ୍ତୁ ବର୍ତ୍ତମାନ ଆମର ସଜ ଅଲରେଡ଼ି ସବୁ ଫିଟିଙ୍ଗ ଚାଲିଛି, ଏରିଏଟର ଫିଟିଙ୍ଗ ଚାଲିଛି ଏବଂ ତା ସହିତ ପୁରା ଫୁଲ ହିସାବରେ ବର୍ତ୍ତମାନ ପ୍ରିପାରେସନ୍ ଚାଲିଛି। ବର୍ତ୍ତମାନ ପ୍ରିପାରେସନ୍ ହେଲା ପରେ ତାପରେ ଜାଳ ଛଡ଼ାଯିବ। ଏପଟରେ ଏରିଏଟର ଆମର ସବୁ ଫିଟିଙ୍ଗ ସରିଯାଇଛି। ବର୍ତ୍ତମାନ ସେପଟରେ ଆମର ଯିବା ବର୍ତ୍ତମାନ ପାଣି ମଧ୍ୟ ଲୋଡ୍ ଚାଲିଛି। ବିଚିଂ ସରିଯାଇଛି 3-4 ଦିନ ହବ। ବର୍ତ୍ତମାନ ପାଣି ଲୋଡ୍ ଦିଆହେଲାଣି, କାହିଁକିନା ଆଉ କିଛି କିଛି ପାଣି ନୂଆ ପାଣି ଦେଲା ପରେ ତାପରେ ଜାଳ ଛାଡ଼ିବା। ବର୍ତ୍ତମାନ ଡୋଲମାଇଟ ଦେଖନ୍ତୁ, ବର୍ତ୍ତମାନ ଡୋଲମାଇଟ ମରା ଚାଲୁଛି ଏବଂ ଯେହେତୁ ବର୍ତ୍ତମାନ ସକାଳୁ ସକାଳୁ 9ଟା, ବର୍ତ୍ତମାନ ଡୋଲମାଇଟ ବର୍ତ୍ତମାନ ମରାଯିବ। କାହିଁକିନା ଡୋଲମାଇଟଟା ପିଏଚ୍ କଣ୍ଟ୍ରୋଲ କରିବ ଏବଂ ପିଏଚ୍କୁ ଲୋ କରିବ ଯଦି ପିଏଚ୍ ହାଇ ଥିବ। ବର୍ତ୍ତମାନ ସେପଟରେ ଦେଖନ୍ତୁ କ୍ୟାରେଟରେ ବର୍ତ୍ତମାନ କିଭଳି ଭାବରେ ଡୋଲମାଇଟ ମରା ଚାଲିଛି। ଏପଟରେ ଆମର ଗୁଡ଼ ଚକିକି ଭଙ୍ଗା ଯାଉଛି, ଯାହାଫଳରେ କି ବର୍ତ୍ତମାନ ପ୍ରୋବାୟୋଟିକ୍ ମରାଯିବ। କିନ୍ତୁ ଆଜି ବର୍ତ୍ତମାନ ଗୁଡ଼କୁ ଭାଙ୍ଗିକି ଏବଂ ମେଡ଼ିସିନ ଭେଦେଇକି ଆଜି ରଖାଯିବ ପ୍ରୋବାୟୋଟିକ୍ ଏବଂ କାଲି ସକାଳେ ଯାଇକି ମରାଯିବ। ଦେଖନ୍ତୁ ବର୍ତ୍ତମାନ ଆମର ଗୁଡ଼ ବର୍ତ୍ତମାନ ଭଙ୍ଗା ଚାଲିଛି ଏବଂ ଭଙ୍ଗା ସରିଲା ପରେ ତାକୁ ସବୁ ପୋଖରୀରେ 6ଟା ପୋଖରୀରେ 6ଟି ଜାଗାରେ ହିଁ ଭେଦା ଯିବ ଏବଂ ଭେଦା ହେଲା ପରେ ଯାହାଫଳରେ କି ଏଇଟା ମିଠା ପାଣିରେ ହିଁ ଭେଦା ଯିବ। ଲୁଣା ପାଣିରେ ଭେଦା ହବନି, କାହିଁକିନା ମିଠା ପାଣିରେ ଟ୍ୟୁବଲ୍ ପାଣିରେ ହିଁ ଭେଦା ଯିବ। ଦେଖନ୍ତୁ 6ଟା ଜାଗା ବର୍ତ୍ତମାନ ଅଲରେଡ଼ି ଆସିଯାଇଛି। ଏଇଠି ଦେଖନ୍ତୁ ଇକୋସେନ୍ସ ପ୍ରୋବାୟୋଟିକ୍ କେଙ୍କ କମ୍ପାନୀର। ବର୍ତ୍ତମାନ ସେ ବର୍ତ୍ତମାନ ତାକୁ ଭେଦେଇବା ପାଣି କିଛି କିଛି ଦେଇ ଏବଂ ଗୁଡ଼ ମଧ୍ୟ ତା ଦେହର 2 କିଲୋ 3 କିଲୋ ଏମିତି ପରିମାଣରେ ପକେଇବା। ଦେଖନ୍ତୁ ଗୁଡ଼ ବର୍ତ୍ତମାନ ଅଲରେଡ଼ି ଚୁନା ହେଇସାରିଛି। ବର୍ତ୍ତମାନ କ୍ୟାରେଟରେ ବାଲ୍ଟିରେ ଏମିତି ଭେଦା ଯିବ। ବର୍ତ୍ତମାନ ଦେଖନ୍ତୁ ଏଇ ପ୍ରୋସେସଟି ବର୍ତ୍ତମାନ ପଇଲା। ପୋଖରୀର ଏରିଆ ପାଣି ଏରିଆ ନେଇକି ପ୍ରୋବାୟୋଟିକ୍ ପଡ଼ିଥାଏ। ଏକରରେ 200 ଗ୍ରାମ ସେଇ ହିସାବରେ ହିଁ ପଡ଼ିଥାଏ। ବର୍ତ୍ତମାନ ଆମର ପ୍ରୋବାୟୋଟିକ୍ ବର୍ତ୍ତମାନ ପକେଇ ବର୍ତ୍ତମାନ ତାକୁ ଗୋଳେଇବା ଏବଂ ଗୋଳେଇକି ରଖିବା। କାଲି ସକାଳକୁ ହିଁ ସକାଳୁ ସକାଳୁ ବର୍ତ୍ତମାନ ପୋଖରୀରେ ପରାଯିବ, ଯେହେତୁ ଜାଳ ଆଉ 2-3 ଦିନ ପରେ ପଳେଇ ଆସିବ ଏବଂ ତାପରେ ମଧ୍ୟ ପଚା ମଧ୍ୟ ମରାଯିବ ଏବଂ ଜାଳ ଛାଡ଼ିବା ପୂର୍ବରୁ ମଧ୍ୟ ମିନେରାଲ ମଧ୍ୟ ମରାଯିବ। ଯେହେତୁ ବର୍ତ୍ତମାନ ଆଜି ପ୍ରୋବାୟୋଟିକ୍ ହେଉଛି ଏବଂ ସକାଳେ ମଧ୍ୟ ଡୋଲମାଇଟ ମଧ୍ୟ ମରା ସରିଛି। ଜାଳ ଆସିବା ପୂର୍ବରୁ ନିଶ୍ଚିନ୍ତ ଭାବରେ ପ୍ରିପାରେସନଟା ମେନ୍ ଥାଏ, କାହିଁକିନା ଯେମିତି ଜାଳ ପୁରା ସେଟ୍ ନେବେ ପୋଖରୀ ପାଣି ସହିତ, କାହିଁକିନା ଜାଳଟା କଟିବେନି ଯେମିତି। ଦେଖନ୍ତୁ ବର୍ତ୍ତମାନ ଇଏ ପାଉଡର ଟାଇପର ପୁରା ପ୍ରୋବାୟୋଟିକ୍। ବର୍ତ୍ତମାନ ଗୁଡ଼ ତା ଦେହରେ ଦେଖନ୍ତୁ, ଏଇ ଗୁଡ଼ ବର୍ତ୍ତମାନ କାହିଁକିନା ଗୁଡ଼ ଯୋଉ ମୁଣ୍ଡା ମୁଣ୍ଡା ଟିକେ ଅଛି ସେ ସକାଳକୁ ଅଲରେଡ଼ି ମେଲ୍ଟ ହେଇସାରିଥିବ। ବର୍ତ୍ତମାନ ସେ ପାଉଡର ପକେଇ ବର୍ତ୍ତମାନ ପ୍ରୋବାୟୋଟିକ୍ ପକେଇ ବର୍ତ୍ତମାନ ଗୋଳେଇକି ଛାଡ଼ିଦେବା ଏବଂ 24 ଘଣ୍ଟା ଭିତରେ ହିଁ ପୋଖରୀର ମରାଯିବ। ଇଏ ହେଉଛି ପ୍ରୋବାୟୋଟିକ୍ ଏବଂ ପ୍ରୋବାୟୋଟିକ୍ ମାଇଲା ପରେ ପାଣିଟାକୁ ସ୍ମୁଥ କରିଥାଏ ଏବଂ ତା ସହିତ ପାଣିଟା ପୁରା କ୍ଲିନ୍ କରିଥାଏ ଏବଂ ପାଣିର ମଧ୍ୟ ଟେମ୍ପରେଚର ମଧ୍ୟ କିଛିଟା କମେଇଥାଏ।
ଯେମିତି ଆମର ଗ୍ଲୁକୋଜ୍ ଟାଇପ୍ର ଆମର ଥାଏ, ତେଣୁକରି ପ୍ରୋବାୟୋଟିକ୍ଟା ସେଇଭଳି ହିଁ ଥାଏ। ଇଏ ହେଉଛି ପାଣିର ଏନର୍ଜି ମଧ୍ୟ ବଢ଼େଇଥାଏ। ଇଏ ହେଉଛି ଆମର ପ୍ରୋବାୟୋଟିକ୍। ବର୍ତ୍ତମାନ ପ୍ରୋବାୟୋଟିକ୍ ଆମର ଗୁଳା ସରିଗଲା। ବର୍ତ୍ତମାନ ୟା ପରେ ମଧ୍ୟ ପଚା ମଧ୍ୟ ମୁଁ ବସିଛି। ନିଶ୍ଚିନ୍ତ ଭାବରେ ପଚା ମଧ୍ୟ ଦେଖିବା କିଭଳି ଭାବରେ, କାହିଁକିନା ପଚା ଆଗରୁ ହିଁ ମୁଁ କହିଥିଲି ନେକ୍ସଟ ଭିଡ଼ିଓରେ କିଭଳି ଭାବରେ ପଚା ବସେ। ବର୍ତ୍ତମାନ ଦେଖନ୍ତୁ ପ୍ରୋବାୟୋଟିକ୍ ଅଲରେଡ଼ି ଆମର ଗୁଳା ସରିଗଲା। ବର୍ତ୍ତମାନ ଇଏ ଦେଖନ୍ତୁ ମିନେରାଲ ଡବା, ଏଇଥିରେ ହିଁ ମିନେରାଲ ଆସିଛି 25 କିଲିଆ, ଏବଂ ଯେହେତୁ ୟା ଦ୍ୱାରା ଆମେ ପ୍ରୋବାୟୋଟିକ୍ ଭେଦେଇଲୁ, ମିନେରାଲଟାକୁ ଦେଖନ୍ତୁ ଏ ଥଳିଆରେ ଆମେ ଢାଳି ଦେଇଛୁ କେଜିକିଆ। ଦେଖନ୍ତୁ ଇଏ ହେଉଛି ମିନେରାଲ। ଜାଳ ଆସିବା ପୂର୍ବରୁ ହିଁ ମରାଯିବ ମିନେରାଲ। ପ୍ରତି 7 ଦିନ 8 ଦିନରେ ଥରେ ହିଁ ମିନେରାଲ କରାଯାଏ, କାହିଁକିନା ମିନେରାଲଟା ମଲ୍ଟି ସପୋର୍ଟେଡ଼ ଥାଏ। ତେଣୁକରି ମିନେରାଲ, ଏଇଟା ହେଉଛି ଅକ୍ସିଜେନ ବାଲ୍ଟି। ଦେଖନ୍ତୁ ଅକ୍ସିଜେନ ଏଥିରେ ଆସିଛି, କାହିଁକିନା ଇଏ ଜାଳ ଯେତେବେଳେ ପଡ଼ିବ ଅକ୍ସିଜେନ ହିଁ ପଡ଼ିବ, କାହିଁକିନା ମାଛକୁ ସଫିସିଏଣ୍ଟ ଅକ୍ସିଜେନ ହିଁ ଫାଷ୍ଟ ଆବଶ୍ୟକ ଥାଏ, କାହିଁକିନା ଯେହେତୁ ପ୍ୟାକିଂରେ ଆସନ୍ତି ଜାଳ, ତେଣୁକରି ଅକ୍ସିଜେନଟା ତାଙ୍କୁ ସଫିସିଏଣ୍ଟ ଦେବା ପାଇଁ ଚେଷ୍ଟା କରାଯାଏ। ଏପଟେ ଦେଖନ୍ତୁ ଗୁଳା ହେଇକି ବର୍ତ୍ତମାନ ରେଡ଼ି ହେଇଗଲା। ବର୍ତ୍ତମାନ କାଲି ସକାଳେ ଏସବୁ ପୋଖରୀରେ ପଡ଼ିବ। 6ଟି ଜାଗାରେ 6ଟି ପୋଖରୀରେ ପଡ଼ିବ। ଏପଟେ ଦେଖନ୍ତୁ ପଚା, ମୁଁ କହିଥିଲି ପଚା, ଦେଖନ୍ତୁ ପଚା ବସି ସାରିଛି ଅଲରେଡ଼ି। ଗୁଡ଼, ପିଡ଼ିଆ ଏବଂ ଆମର ମଇଦା ଏବଂ ଇଷ୍ଟ ମଧ୍ୟ ପଡ଼ିଛି। ଚାଉଳ ଚୁନା, ମାନେ ଯେଭଳି ପଚା ହୁଏ ମୁଁ ଆଗ ଭିଡ଼ିଓରେ ସବୁ ମଧ୍ୟ କହିଥିଲି। ଆର ବର୍ଷ ମଧ୍ୟ ମାନେ ପୁରା ଡିଟେଲ୍ସ କହିଥିଲି ପଚା କେମିତି ହୁଏ। ବର୍ତ୍ତମାନ ପଚା ଅଲରେଡ଼ି ଆମର ବସି ସାରିଛି। ଦେଖନ୍ତୁ ବର୍ତ୍ତମାନ ପଚା ପକା ସରିଛି, ସବୁ ଇଷ୍ଟ ଫିଷ୍ଟ ସବୁ ପକା ସରିଛି। ବର୍ତ୍ତମାନ ପଚା ମରାଯିବ। ଯଦି କାଲି ହବ ଆମର ପ୍ରୋବାୟୋଟିକ୍, ପରଦିନ କି ଆଗ ଦିନ ପଚା ମରାଯିବ, କାହିଁକିନା ଜାଳ ଆସିବା ପୂର୍ବରୁ ହିଁ ପଚା ମାରିଦେବା। ନିଶ୍ଚିନ୍ତ ଭାବରେ ଦେଖିଲେ କିଭଳି ଭାବରେ ସବୁ ପ୍ରିପାରେସନ୍ ପାଇଁ ବର୍ତ୍ତମାନ ପ୍ରସ୍ତୁତ ହେଉଛି। ନିଶ୍ଚିତ ଭାବରେ ଆମ ଚ୍ୟାନେଲଟିକି ଖାସ୍ କରି ସବସ୍କ୍ରାଇବ୍ କରିବେ ଏବଂ ଭିଡ଼ିଓଟି ଶେଷ ଯାଏଁ ଦେଖିବା ପାଇଁ ଚେଷ୍ଟା କରିବେ। ଆପଣମାନଙ୍କ ସପୋର୍ଟ ହିଁ ଆମକୁ ହିଁ ଆଗକୁ ନେଇପାରିବ, ଯାହାଫଳରେ କି ଆଗକୁ ମଧ୍ୟ ଭଲ ଭଲ ଭିଡ଼ିଓ କିଛି ଅପଲୋଡ଼ ହେବ, ଯାହାଫଳରେ କି ଆପଣମାନେ ହିଁ ଦେଖିପାରିବେ ଏବଂ ଆମକୁ ସପୋର୍ଟ କରିବେ, ଆମକୁ ଭଲ ପାଇବା ଦେବେ, ଯାହାଫଳରେ କି ଆମେ ଆଗକୁ ବଢ଼ିବା ପାଇଁ ଚେଷ୍ଟା କରିବୁ। ନିଶ୍ଚିନ୍ତ ଭାବରେ ଆଗକୁ ମଧ୍ୟ କିଛି ନା କିଛି ଭଲ ଭଲ ଭିଡ଼ିଓ ଆସିବ, ଯାହାଫଳରେ କି ବ୍ଲଗିଂ ଭିଡ଼ିଓ ଆସିବ। ନିଶ୍ଚିନ୍ତ ଭାବରେ ଆପଣ ଦେଖିବେ, ଏନ୍ଜୟ କରିବେ। ନିଶ୍ଚିତ ଖାସ୍ କରି ସବସ୍କ୍ରାଇବ୍ ମଧ୍ୟ କରିବେ, ଆମକୁ ଜମାରୁ ଭୁଲିବେ।